ହେଇଛି ଏମିତି ଗଛର ଦେଖନ୍ତୁ ମଝି ପତ୍ରଟା ସରୁ ହେଇକି ଗୁଲ ଭଳିଆ ହେଇଯାଉଛି। ପ୍ରଥମେ ବାହାରିବା କଥା ପୁରା ସେଠୁ ଖୋଲିକି ଉସାର କରି ବାହାରିବା କଥା କିନ୍ତୁ ଗୁଲ ହେଇଯାଉଛି। ଏଥିରେ ବର୍ତ୍ତମାନ କଣ ପାଇଁ ଏମିତି ହେଇଛି ସେଟା ଆପଣ ଦେଖାଉଛି ଗଛ ଦେଖନ୍ତୁ ପୁରା ବର୍ତ୍ତମାନ ହୃଷ୍ଟପୃଷ୍ଟ ଗଛ ଦେଖୁଛନ୍ତି କିନ୍ତୁ ମଝିରେ ଆର ଏ ପତ୍ରଟି ମରିଯାଇଛି। ତାର କାରଣ ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ମୁଁ ପ୍ରଥମେ ଏମିତି ଗଛର ପୋକ ମରିଲା ପରେ ଏମିତି ଗୋଟେ ଗଛ ଉପାଡ଼ିବେ, ଧୀରେ ଧୀରେ ଏଇଟା ଏମିତି ଖୋଲିଦେବେ। ପ୍ରତ୍ୟେକ ପତ୍ରକୁ ଏরকম ଗଣ୍ଠି ପତ୍ର ଅଛି, ଏরকମ ଖୋଲିଦେବେ। କିଛି ଅଛି ନା সোনা ରୂପା ଭିତରେ କିଛି ଅଛି କି? ନାଇଁ ଦେଖନ୍ତୁ ଯେ ପୋକଟି ଖାଇଛି କି ପ୍ରକାର ଆମେ ଗଛ ଆଉ ପୁଣି ନୂଆ କରି ଗଢ଼ିପାରିବୁ ସେ ବିଷୟରେ ମୁଁ ଆପଣଙ୍କୁ କହୁଛି। ଦେଖନ୍ତୁ ଏଇ ପୋକଟି ଅଛି, ଦେଖନ୍ତୁ এই পোকটি এইଥିପାଇଁ দেখি ଆପଣ ଦେଖିପାରିବେ। ଦେଖନ୍ତୁ ଏ ପୋକ ନା କଣ ଆଉ ଏ ଧାନ ଗଛର କଣ କ୍ଷତି କରେ? ଏ ଧାନ ଗଛର ମଞ୍ଜଟି ଖାଇଦେବ ଏବଂ ଥୁଡ଼ ବାହାରି ପାରିବ ନାହିଁ। ତେଣୁ ଦେଖନ୍ତୁ ପୋକଟା ଦେଖିଲେ ଏ ପାଇଁ ଆପଣମାନଙ୍କୁ ଆମ କମ୍ପାନୀ ତରଫରୁ ବର୍ଗନ ଏସ୍ପି ଆଉ ଅଲ୍ଟ୍ରାକଲ୍ ଗୋଟେ 20 ଇସି ବିଷ ମାରିବେ, ନିଶ୍ଚୟ ସୁରକ୍ଷା ପାଇବେ। ଏଥିରେ କିଛି ଭାବିବାର ନାହିଁ। ଦେଖିଲେ এই ପ୍ରୋବ୍ଲେମ୍ ପାଇଁ ଚାଷୀମାନଙ୍କର ବହୁତ କ୍ଷତି ହେଇଥାଏ। ପୋକଟା ଏକ ମାନେ ସଂକୁଚିତ ପ୍ରସାରିତ ହେଉଛି ଏକ ମାନେ କହିବାକୁ ଗଲେ ଇଏ ପୋକଟି। ହଁ ଦେଖନ୍ତୁ ଭଲ କିନି ଦେଖନ୍ତୁ ପୋକଟିକୁ କେମିତି ଚାଲି ପାରୁଛି, ବଞ୍ଚିଛି ହେଲା। ପୋକଟି ନା କିଛି ଜାଣିନାହାନ୍ତି? ପୋକ ତ ଏମିତି ଅନେକ ପୋକ ଅଛନ୍ତି, ମୁଁ କେତେ ପୋକ ନାଁ କହିବି। ଫିର୍ ବି ମାମନ ଦିଆଗଲା ପୋକ ବାହାରିବ। ଦେଖିଲେ ତା ପାଇଁ ଆମ କମ୍ପାନୀର ବିଷ ପ୍ରୟୋଗ କରନ୍ତୁ। ବିଷୟଟା ନା କିଛି କହିଲେ? ବର୍ଗନ ଏସ୍ପି ଆଉ ଅଲ୍ଟ୍ରାକଲ୍। ଠିକ୍ ଅଛି, ତାହେଲେ ୟୁଟ୍ୟୁବରେ ଛାଡ଼ିଦେବା। ତାହେଲେ ଏଇଟା ଛାଡ଼ନ୍ତୁ। ଯେଉଁମାନେ ପୋକ ତ ଚାଷୀ ଦେଖୁଛନ୍ତି ତାହେଲେ ହେଉଛି ଆମ ସାର୍ଙ୍କ ସହିତ କଣ୍ଟାକ୍ଟ କରନ୍ତୁ। ଆଉ ଆଉ ଗୋଟେ ପୋକ ବି ଏଠି ଦେଖାଯାଉଛି, ଦେଖନ୍ତୁ ଏଇଠି ବାହାରୁଛି। ଏଇଟା ବଡ଼ ପୋକ ବେ, ପୁରା ମୂଳକୁ ଅଛନ୍ତି। ଦେଖନ୍ତୁ ସେଠି ପୁରା କେମିତି ଚିରି ଦେଲେ ଦେଖାଯିବ ଭଲ କିନା, ସେ ଜବରଦସ୍ତି ବାହାରିବନି ସେମିତି। ସେ ଦେଖନ୍ତୁ ଆଜ୍ଞା, ଏଇ ଦେଖନ୍ତୁ ଜୀବିତ ପୋକ। ଆଉ ଗୋଟେ ଅଛି ଏଇଟା। ଏମାନେ ଇଏ ବିଷ ଦେଲା ପରେ କେତେ ଦିନ ବଞ୍ଚିବେ ପୋକ? ବିଷ 2 ଦିନ ନ ଖାଇ ବଞ୍ଚି ପାରିବ। 3 ଦିନ ନିଶ୍ଚୟ ଖାଇବ। ବର୍ଗନ ଏସ୍ପି ଆପଣଙ୍କର 3 ଦିନ ପର୍ଯ୍ୟନ୍ତ ତାର ପ୍ରଭାବିତ ପକାଇକି ରଖେ 100%। ଯଦି ଅଠା ଦେଇଥିବେ 100% କାମ କରିବ। ପୋକ ମରିବାଟା ସୁନିଶ୍ଚିତ ମରିବ। ବର୍ଗନ ଏସ୍ପି ଆଉ ଅଲ୍ଟ୍ରାକଲ୍ଟା ଏଇଥିପାଇଁ ଦିଆଯାଏ କାରଣ ଯେତିକି ଉପର ପୋକ ସହ ଭିତର ପୋକ ମାରିବାରେ ସାହାଯ୍ୟ କରେ ସେ। ଆପଣ ଯଦି ଲାଗିଛନ୍ତି ଥରେ ଦେଇକି ପରୀକ୍ଷା କରନ୍ତୁ, ନିଶ୍ଚୟ ଚାଷୀ ଉପକୃତ ପାଇବ ଏବଂ ଅଧିକ ପଇସା ଖର୍ଚ୍ଚ କରିବା କିଛି ଦରକାର ନାହିଁ। এই দুইটি বিষୟରେ ଆପଣଙ୍କର ଗୋଟେ ଏକରରେ ହାର୍ଡ଼ଲି ଖର୍ଚ୍ଚ ହେବ 650 ଟଙ୍କା ଖର୍ଚ୍ଚ ହେବ। ଓକେ, ଠିକ୍ ଅଛି। ତାହେଲେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ତାହେଲେ ଏଇ ବିଷ ପ୍ରୟୋଗ କରନ୍ତୁ, ତାହେଲେ ଚାଷୀ ଗୋଟେ ଉପକୃତ ହେଇପାରିବ।